ବେଲପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ବଲାଙ୍ଗୀର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ତରଫରୁ ବେଲପଡ଼ା ବ୍ଲକ ସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବେଲପଡ଼ା ବ୍ଲକରେ 33% ଆଦିବାସୀ ଅଛନ୍ତି। ଏହି ବ୍ଲକର ପ୍ରମୁଖ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ସହରା, ଗଣ୍ଡ, ବିଞ୍ଝାଲ, ଦଳ, ମିର୍ଦ୍ଧା, କୁଡ଼ା, କନ୍ଧ ଅନ୍ୟତମ। ଆଦିବାସୀମାନଙ୍କ ଉଚ୍ଚକୋଟୀର ପାରମ୍ପରିକ କଳା ସଂସ୍କୃତି, ଐଶ୍ୱର୍ଯ୍ୟ, ଭାସ୍କର୍ଯ୍ୟ, ସ୍ଥାପତ୍ୟ, ଦେବାଦେବୀ ନୃତ୍ୟ, ଗୀତ, ବାଦ୍ୟ, ସଙ୍ଗୀତ, ଚାଲିଚଳଣି, ପ୍ରଥା, ପରମ୍ପରା, ପ୍ରକୃତି ପୂଜାର ସୁରକ୍ଷା, ସଂରକ୍ଷଣ, ପୁନରୁଦ୍ଧାର, ପ୍ରଚାର ପ୍ରସାର ପାଇଁ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏହି ସାଂସ୍କୃତିକ ଉତ୍ସବ ଆଦିବାସୀ କଳାକାରମାନଙ୍କ ପ୍ରତିଭାକୁ ଚିହ୍ନଟ କରି କଳାକାରମାନଙ୍କୁ ସମ୍ମାନିତ କରିବା ଏକ ବଡ଼ ସଫଳତା ସୃଷ୍ଟି କରିଛି। ଆଦିବାସୀମାନେ ପ୍ରକୃତି ପ୍ରେମୀ। ପ୍ରକୃତି ଓ ଆଦିବାସୀ ପରସ୍ପର ପରିପୂରକ। ପ୍ରକୃତି ସହିତ ଖାପ ଖୁଆଇ ଜୀବନ ଜୀବିକା ନିର୍ବାହ କରିବାରେ ଆଦିବାସୀମାନେ ବେଶ୍ ଖୁସି। ସୁଖରେ ଦୁଃଖରେ ପ୍ରକୃତି କୋଳରେ ନାଚି ଗାଇ ଖୁସିରେ ରହିବା କଳା ଉକ୍ତ ଉତ୍ସବରେ ପରିଲକ୍ଷିତ ହେଉଥିଲା। କଳାକାରମାନଙ୍କର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ କୃତି କଳାକାର ସାଂସ୍କୃତିକ ଦଳମାନଙ୍କୁ ମାନପତ୍ର ପ୍ରଦାନ କରି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଆଦିବାସୀ ସଶକ୍ତିକରଣ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ଯୋଜନା ଏବଂ ଆଦିବାସୀ ବିକାଶ କାର୍ଯ୍ୟକ୍ରମ ବିଷୟରେ ରାଜ୍ୟସଭା ସାଂସଦ ଶ୍ରୀ ବିଶି ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପସଭାପତି ଶ୍ରୀମତୀ ନିରୁପମା ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଜୟ ଧରୁଆ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବେଲପଡ଼ା ବ୍ଲକ ସଭାପତି ରସିକ ଧରୁଆ, ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବାଗ, ଉପସଭାପତି ମୀନକେତନ ଧରୁଆ, ଉପଦେଷ୍ଟା ସଭ୍ୟ ଧରମ ସିଂ ଧରୁଆ, ସମ୍ପାଦକ ପ୍ରୀତି ସିଂ ମଲ୍ଲିକ, ଆଦିବାସୀ କର୍ମଚାରୀ ସଂଘର ସଭାପତି ଭୂପାଳ ସିଂ ବିଶ୍ୱାଳ, ଆଦିବାସୀ ନେତ୍ରୀ ଶ୍ରୀମତୀ ନିରୁପମା ଧରୁଆ ପ୍ରମୁଖ ମଞ୍ଚାସୀନ ଥିଲେ। ଆଦିବାସୀ ସାଂସ୍କୃତିକ ଉତ୍ସବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପସ୍ଥିତ ଥିବାରୁ ଆଦିବାସୀମାନେ କ୍ଷୋଭ ପ୍ରକାଶ କରିଥିଲେ। ବ୍ଲକ ତରଫରୁ କଳାକାରମାନଙ୍କର ଯିବା ଆସିବା ଅବ୍ୟବସ୍ଥା ଏବଂ କଳାକାରମାନଙ୍କୁ ସମ୍ମାନିତ କରିବା ପାଇଁ ଟ୍ରଫି ଓ ପ୍ରମାଣପତ୍ର ମଧ୍ୟ ବ୍ୟବସ୍ଥା କରାଯାଇ ନଥିବାରୁ ଆଦିବାସୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଧନୀରାମ ମିର୍ଦ୍ଧା ସାଂସ୍କୃତିକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ।